କିଛି ସମୟ ପାଇଁ ତ ରହିବି, ତ ମୁଁ କରପସନ କରିଯିବି, କରିଦେବି, କିଛି ଟଙ୍କା ଲୁଟି ନେଇଯିବି, କାରଣ ମୋର ଭରସା ନାହିଁ। ଏଇଟା ହେଇପାରେ। ଯିଏ ଭଲ ପଢୁଛି ସେ ଭଲ ପଢେଇ ପାରିବ ବୋଲି ସେମିତି କିଛି ମାନେ ନାହିଁ। ନାଇଁ, ସେମିତି କିଛି ମାନେ ନାହିଁ। ଭ- ଭଲ ଟିଚର ମାନେ ପୋଷ୍ଟିଂ ପାଉଛନ୍ତି ସ୍କୁଲ ମାନଙ୍କରେ, ହଁ ତ କିନ୍ତୁ ଟିଉସନ ଯୋଉମାନେ କରୁଛନ୍ତି ସେମାନେ କିନ୍ତୁ ନା ସିଟି କରୁଛନ୍ତି, ନା କିଛି ବିଇଡି କରୁଛନ୍ତି, ନା କରୁଛନ୍ତି, କିନ୍ତୁ ସିଏ ପଢେଇକି ତାଙ୍କୁ ଭଲ ରେଜଲ୍ଟ କରିପାରୁଛନ୍ତି, ତାହେଲେ ରେଜଲ୍ଟ ଇଏ କେମିତି ସମ୍ଭବ ହଉଛି? ସାଙ୍ଗମାନେ ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡିଓକୁ, ଯୋଉଟା କି ଆମେ ଆଗରୁ ଡିସ୍କସନ କରିଥିଲୁ କେମିତି ଆମର ଦିଲ୍ଲୀପ ଲାଷ୍ଟ ଉପରେ ଭିଡିଓଟା ଥିଲା, ଆପଣ ୟୁଟ୍ୟୁବରେ ଦେଖିପାରିବେ। ଆଉ ଆଜି ଗୋଟେ ନୂଆ ଟପିକ ଉପରେ ଆମେ କନଭରସେସନ କରିବା। ଆଉ ଆଜି ଆମ ସହିତ ଅଛନ୍ତି ଆଲଫ୍ରିକ୍। ଆସନ୍ତୁ ତାଙ୍କ ସହିତ ଡିସ୍କସନ କରିବା ଯୋଉ ଇନ୍ ଏଲିଜିବୁଲ ଲୋକମାନେ ଅଛନ୍ତି ସବୁ ଡିପାର୍ଟମେଣ୍ଟରେ, ହେଲ୍ଥ ହଉ, ଏଜୁକେସନ ହଉ, ଡିଫେନ୍ସ ହଉ, ସେମାନଙ୍କର ଯୋଗ୍ୟତା ନାହିଁ ଫିର ବି ସେମାନେ ଅଛନ୍ତି। ସମସ୍ତଙ୍କୁ ସ୍ୱାଗତ। ମୁଁ କହିବାକୁ ଚାହୁଁଛି ଯେ ଆମ ଭାରତରେ ବର୍ତ୍ତମାନ ବେରୋଜଗାର ହଉଛି ବହୁତ ହଉଛି। ଯୋଉ ନୂଆ ଯୁବପିଢି ଅଛନ୍ତି ତ ତାଙ୍କୁ ମିଳୁନାହିଁ। ଯିଏ ରହିଯାଇଛି ରହିଯାଇଛି, ତ କୋଉ ଆଧାର ଭିତରେ ସେ ବର୍ତ୍ତମାନ ସୁଦ୍ଧା ଅଛନ୍ତି? ଯେତେବେଳେ ସେ ସିଲେକ୍ସନ ହେଇଥିଲେ ତାଙ୍କର କୋଉ ଭିତରେ ହେଇଥିଲା? ତାଙ୍କର ନଲେଜ ଟେଷ୍ଟ ହେଇଥିଲା, ରିଟିନ ଦେଇଥିଲେ, ଫିଜିକାଲ ଦେଇଥିଲେ, ମେଡିକାଲ ଦେଇଥିଲେ। କଣ ସେମାନେ ଏପର୍ଯ୍ୟନ୍ତ ସୁଦ୍ଧା ସେମାନେ ଅଛନ୍ତି କି ଫିଟ୍? ଏପର୍ଯ୍ୟନ୍ତ ତାଙ୍କୁ ଚେକ୍ କରାଯାଉଛି କି? ଯେମିତି ଆମର କିଛି ଡିଏଲ ଧରିନେ, ଯୋଉ ଜଣେ ଆପ୍ଲାଏ କରୁଛି ତ ପାଇଲା, ତ କିଛି ଅବଧି ପରେ ରେନ୍ୟୁ କରୁଛି, ଅର୍ଥାତ୍ କିଛି ନୂଆ ରୁଲ ରେଗୁଲେସନ ଆସିଲେ ସେ ଜାଣିବାକୁ ତାକୁ ଜଣେଇ ଦିଆଯିବ। ଗାଡି ଚଲେଇବାରେ କିଛି ନୀତି ନିୟମ ଆସିଲା ତ ଜାଣିଲା, ତ ଏଇଟା ସେଥିପାଇଁ ଯେମିତି ରେନ୍ୟୁ କରାଯାଉଛି, ଯେ ସେ କିଛି ନ୍ୟୁ ହେଲା, କିଛି ନୂଆ ପଶିଛି ତ ଜାଣିବ। ତ ସେମିତିକା ଆମର ଯେତେବେଳେ ପଶୁଛି ତ କିଛି ଅବଧି ପରେ ତାଙ୍କର ଟେଷ୍ଟ ନିଆଯାଉଛି କି ସେ ଫିଟ୍ ଅଛନ୍ତି କି? ସେ ମେଡିକାଲ ଟେଷ୍ଟରେ ବର୍ତ୍ତମାନ ସେ ଫିଟ୍ ନାହାନ୍ତି, ତ ତାକୁ କାହିଁ ରଖାଯାଉ? ତ ତାଙ୍କୁ ମୋ ଜାଣିବାରେ ତାଙ୍କୁ ସେଥିରୁ ବହିଷ୍କାର କରିକିରି ନୂଆ ଯୁବପିଢିକି ଦେଲେ ଆମ ଦେଶର ମାନେ ଅଗ୍ରଗତି ହେଇପାରିବ, ବେରୋଜଗାର ବହୁତ କମେଇ ପାରିବ। ଜଣେ କେବଳ ଯେ ଚାକିରି କରିକି ଜଣେ ଉପରକୁ ଉଠିଗଲା, ଆଉ ଜଣେ ଯୁବପିଢି ଅଛି, ତାଙ୍କର ଯୋଗ୍ୟତା ଅଛି, ସେ ଫିଟ୍ ଅଛନ୍ତି, ସବୁ କିଛି ଅଛନ୍ତି, ତାଙ୍କର ଯୋଗ୍ୟତା ଅଛି, ଫିର ବି ସେ ପାଉନାହାନ୍ତି। ହୁଁ, ଏମାନଙ୍କୁ ରଖାଯାଇଛି। ତାଙ୍କୁ କୋଉ ଆଧାର ଭିତରେ ରଖାଯାଇଛି ସେଇଟାକୁ କେହି ବୁଝୁନାହାନ୍ତି। କଣ ତାଙ୍କର ଯୋଗ୍ୟତା ଅଛି କି? ଯୋଉମାନେ ପକଉଛନ୍ତି ତାଙ୍କର ଯୋଗ୍ୟତା ନାହିଁ କି? ହୁଁ, ତ ଜଣେ ଫାଙ୍କା ହେଲା ପରେ ଆଉ ଜଣେ ପଶିପାରିବେ, ଆଉ କିଛି ନୂଆ ପୋଷ୍ଟ ବାହାରିବ, କିନ୍ତୁ ଯୋଉମାନେ ଅଛନ୍ତି ସେମାନେ ଠିକ ସେ କାମ କରୁଛନ୍ତି କି? ଏ ଆଧାର ଟା ଦେଖିବା ଦରକାର ନିହାତି। ଆଉ ବାକି ରହିଲା ଗୋଟେ ବୟସ ସମୟ ସୀମା ଦେଖାଯାଉଛି ଯେ କିଛି ଅଛନ୍ତି, ଥିଲା ଆଗରୁ କିଛି ବର୍ଷ ମନେକର 25 ବର୍ଷ, ତାକୁ 30 ବର୍ଷ କରିଦଉଛନ୍ତି, ଏବେ କରିଦଉଛନ୍ତି 42 ବର୍ଷ। ନା 42 ବର୍ଷରେ ଜଣେ ଚାକିରି ନିଜ କଲା, ତ କେତେ ବର୍ଷ କରିବ? 60 ବର୍ଷ ସମୟ ସୀମା ରଖୁଛନ୍ତି। କଣ ପାଇଁକା? କୋଉ ଆଧାର ଭିତରେ ରଖାଯାଉଛି? ଜଣେ କଣ 60 ବର୍ଷ ପରେ କାମ କରିପାରିବନି କି? କି 60 ବର୍ଷ ପୂର୍ବରୁ ସେ କଣ ଅଯୋଗ୍ୟ ହେଇପାରିବନି କି କାମ କରିବା ପାଇଁ? ହୁଁ, ତାହେଲେ କୋଉ ଆଧାର ଭିତରେ ରଖାଯାଉଛି? ସମୟ ସୀମାର ନ ରଖାଯାଉ, ଲିମିଟ ରଖା ନ ଯାଉ। ଯଦି ତାଙ୍କର ଯୋଗ୍ୟତା ଅଛି ଟେଷ୍ଟ କରିକି ତାଙ୍କୁ ଦିଆଯାଉ, ସେ ଯେପର୍ଯ୍ୟନ୍ତ କରିପାରୁଛନ୍ତି କରନ୍ତୁ। ଯେମିତିକି ଆମ ଚେସ୍ ଖେଳରେ ଅଛି, ସେମିତି କିଛି ମାନେ ନାହିଁ ଯେ ଏତିକି ବର୍ଷ ପିଲା 25 ବର୍ଷ, ସେଥିରେ 25 ବର୍ଷର ଖେଳିବ, କାରଣ ଯେହେତୁ ଆମେ ଦିମାଗରେ ଖେଳୁଛେ, ଦିମାଗ ମାନେ ଇସ୍ତେମାଲ କରୁଛେ, ତ ସେଇଟା ହଉଛି କଥା। ତ ଠିକ ସେମିତି ଜଣେ ଯେତେବେଳେ ଜବ୍ କରୁଛି ତାର ସେ ବୁଦ୍ଧି ଖଟଉଛି, ତ ବୁଦ୍ଧିର ସେମିତି କିଛି ମାନେ ନାହିଁ ଯେ ଗୋଟେ 50 ବର୍ଷର ଯୁବକ ବହୁତ କିଛି କରିପାରିବ ଆଉ ଜଣେ 20 ବର୍ଷର ଯୁବକ କିଛି କରିପାରିବନି, ସେମିତି କିଛି ନାହିଁ। ଆଚ୍ଛା, ତାଙ୍କୁ ଦିଆଯାଉ ଟେଷ୍ଟ। ଯୋଉ 40 ବର୍ଷ ଅଛି ସେଟା କଣ ଏକ୍ସ ସର୍ଭିସ ମ୍ୟାନଙ୍କ ପାଇଁ ନା ସମସ୍ତଙ୍କ ପାଇଁ ନାଇଁ, ଜବ? ସାଧାରଣଙ୍କ ପାଇଁକା ବି ସେଇଟା କରାଯାଇଛି। ଆମର ଓଡିଶା ସରକାର ତ ଯେମିତିକା ବି କରିଦେଇଛନ୍ତି, ଏବେ ବାହାରୁଛି 42 ବର୍ଷ ସମୟ ସୀମା ବଢେଇଛନ୍ତି। ହଁ ନାଇଁ, ହଁ କଣ କରିବ କଣ 42 ବର୍ଷ ପରେ? ସେ 42 ବର୍ଷ କରିକି କଣ କରିବ? ତାପରେ 42 ବର୍ଷ କୋଉ ଆଧାର ଭିତରେ କରିଦିଆଗଲା, ସେଇଟା ହଉଛି ମୋ ପ୍ରଶ୍ନ। ଯେ 42 ବର୍ଷ କୋଉ ଆଧାର ଭିତରେ କରିଦଉଛନ୍ତି? କାଇଁ ତାଙ୍କୁ ଯେ ପର୍ଯ୍ୟନ୍ତ ସେ ପକେଇ ପାରିବେ ରଖନ୍ତୁ, ଯେତେବେଳେ ବି ସେ ଅନଫିଟ ହେଇଗଲେ, ଯୋଗ୍ୟତା ନାହିଁ ତାଙ୍କର, ବାହାର କରିଦିଆଯାଉ। ପ୍ରତ୍ୟେକ କିଛି ସମୟ ଭିତରେ କରିଦିଆଯାଉ, ତାଙ୍କର ଟେଷ୍ଟ କରାଯାଉ, ତାଙ୍କର ରିଟିନ କରାଯାଉ, ତାଙ୍କର ଯେମିତି ମେଡିକାଲ ଫିଟନେସ ଦେଖାଯାଉଥିଲା, ତାଙ୍କର ଯେମିତିକା ବଡି ଫିଟନେସ ସବୁ ଯେମିତି ଦେଖାଯାଉଥିଲା ଟ୍ରେନିଂ ଫିଜିକାଲ କ୍ୟାମ୍ପ ରେ ଏକ୍ସରସାଇଜ। ଯେମିତି ହଉଥିଲା ସେମିତିକା ସବୁବେଳେ ହଉ, ହଁ, ପ୍ରତି ତ ବର୍ଷ ଦି ପ୍ରତ୍ୟେକ ବର୍ଷରେ। ଇଏ ହଉ। ବର୍ଷେ ନୁହେଁ, କିଛି ସମୟ ଭିତରେ, ବର୍ଷେ ତ ବହୁତ ଗୁଡେ ହେଇଗଲାଣି, ପିଲା ବହୁତ ଇଏ ହେଇଯିବେ, ନୂଆ ଆସିବା ଦରକାର। ପ୍ରତି 6 ମାସରେ ହେଲେ କିଛି ଅସୁବିଧା ନାହିଁ। ଏ ବିଷୟରେ ଆମର କଣ ସବୁ ଆମର ବନ୍ଧୁ ମାନେ ରାୟ ଦେବେ, ଆମେ ସେ ରାୟକୁ ଅପେକ୍ଷା କରୁଛୁ। ମୁଁ ଏତିକି କହୁଛି, ମୁଁ ଆଉ କିଛି କହିବିନି, ଆପଣଙ୍କ ଚିନ୍ତାଧାରା ବ୍ୟକ୍ତ କରନ୍ତୁ। ଆଚ୍ଛା, ଏଥିରେ ମେରିଟ କଣ ରହିବ? ଯଦି ଏମିତି ହେଲା କଣ ଭଲ ହେଇପାରିବ?
ଯଦି ଏଇଟା ଲାଗୁ ହେଲା ଏଥିରେ ମତେ ଲାଗୁଛି କଣ ନା ନୂଆ ଯୁବପିଢି ଆସିଲେ ତାଙ୍କ ଚିନ୍ତାଧାରା ବହୁତ କିଛି ଅଲଗା ଅଲଗା ଇଏ ତାପରେ ବେରୋଜଗାର ଟିକେ କମି ପାରିବ କାରଣ ଜଣେ ଯେ ପାଇଯାଇଛି ସ୍ଥିତି ତାର ଭଲ ହେଇଯାଇଛି ତ ସେ ଏମିତି ଜବରେ ଅଛି ତ ଆଉ ଜଣକୁ ମିଳିଲେ ଯଦି ତାର ସ୍ଥିତି ବି ବଦଳି ଯାଇପାରିବ ସେଇଟା ବି ହେଇପାରିବ ନୂଆ ନୂଆ କିଛି ଚିନ୍ତାଧାରା ଆସିପାରିବ ଆଉ ଏଇତକ ହେଇପାରିବ ଆଉ ମତେ ଲାଗୁଛି ଦେଶ ବହୁତ ଅଗ୍ରଗତି କରିବ ଏଇ ପ୍ରୋସିଜିଅର ଆପ୍ଲାଏ ହେଲେ। ଆଚ୍ଛା ଡିମେରିଟିଆରେ କଣ ରହିବ ଯେମିତି କି ପୁରୁଣା ଯୋଉମାନେ ଥିଲେ ଯୋଉମାନେ ଅଲରେଡି ଜବ୍ ପାଇଯାଇଥିଲେ ସେମାନଙ୍କ ଉପରେ ରିକ୍ସ ଆସିଯିବ କି ଯଦି ମୁଁ ଅନଫିଟ୍ ହେଇଗଲି ମତେ କାଢିଦେବେ। ନାଇଁ ଡିମେରିଟ କଣ ଗୋଟେ ହଉଛି ଡିମେରିଟ ବିଷୟରେ ତ ମୁଁ ଏତେ କହିପାରୁନି କାରଣ କିଛି ଦେଖାଯାଉନି ଲୋକଙ୍କ ମନରେ ଗୋଟେ ଆସିବ ଯେ ମୁଁ କିଛି ସମୟ ପାଇଁ ତ ରହିବି ତ ମୁଁ କରପସନ କରିଦେବି କିଛି ଟଙ୍କା ଲୁଟି ନେଇଯିବି କାରଣ ମୋର ଭରସା ନାହିଁ ଏଇଟା ହେଇପାରେ କିନ୍ତୁ ତା ପାଇଁକା ହୁଁ ଅ, ଅଲଗା ବାଟ କିଛି କରାଯିବ ଯେ ଯେମିତି କରପସନକୁ ଆମେ ରୋକିପାରିବା ଏ ବିଷୟରେ ଆଲୋଚନା କରିବା ଆଗକୁ କାରଣ ଲୋକଙ୍କ ଚିନ୍ତାଧାରା ରହିବ ଯେ ମୁଁ କିଛି ସମୟ ପାଇଁ ରହିବି ତ ମୋର ଭରସା ନାହିଁ ଜବ ଉପରେ ଯେ କେତେବେଳେ ମୁଁ ଅଯୋଗ୍ୟ କମ୍ପାନୀ ଲାଞ୍ଚ ହେଇଯିବି ଗୁଡା ନେଇଯାଏ ଆଗୁଆ। ମୁଁ ପୁଳେ ଲାଞ୍ଚ ନେଇଯିବି ହଁ ତ ସେମିତିଆରେ ତ ନେଇଯାଉଛନ୍ତି ଅଧିକ ସମୟ ରହିଲେ ବି ନେଇଯାଉଛନ୍ତି ହଁ ଆଉ ଖୁବ କମ ସମୟ ରହିବ ମାନେ ସେ ଜାଣିଦବ ମାନେ ମୁଁ ତ ଜୀବିତ ଜାଣିକିରି 6 ମାସ ଭିତରେ ହୁଏତ ଅନଫିଟ ହେଇଯିବି ତ ନେଇଯାଇଥାଏ ତ ହଁ ହଁ ସେମିତି ବି କରିପାରିବେ ସେ ଏଇଟା ଡିମେରିଟ ଆସୁଛି ମତେ ଯେତିକି ଜଣା ପଡୁଛି ହୁଁ। ହୁଏତ କଣ ହେଇପାରେ ଆଚ୍ଛା ଏଇଟା ହେଲେ ବହୁତ ସୁବିଧା ବି ହବ କାହିଁକି ନା ଯୋଉମାନେ ଅନଫିଟ୍ ଅଛନ୍ତି ସେମାନେ ବାହାରି ଯିବେ ନୂଆ ନୂଆ ହଁ ଚାନ୍ସ ମିଳିବ ୟୁଥ୍। ନୂଆ ଯୁବପିଢିకి ଚାନ୍ସ ମିଳୁ ସେମାନେ ଇଏ କରନ୍ତୁ ହୁଁ ଆଗକୁ ଇଏ ଆମେ କିଛି ବଞ୍ଚିଲେ ତ ଆଉ ଯୋଉମାନେ ଅଛନ୍ତି ଆମ ପର ପିଢି ସେମାନେ ବି କିଛି ଆସନ୍ତୁ ଇଏ କରନ୍ତୁ ହୁଁ କେବଳ ଯେ ଆମେ ରହିବା ତାହେଲେ ଦେଶ ଯିବ କେମିତି ଆଗକୁ ଆମେ ଗଲା ପରେ ସମ୍ଭାଳିବ କେମିତି କଣ ସେମାନେ ବି ହୁଁ ଆସନ୍ତୁ ପୁରୁଣା ନୂଆ ମିଶିକିରି ସେ ରହିଲା ପରେ ଜଣେ ଜଣଙ୍କୁ ଶିଖେଇଲା ପରେ ସେ ଆଗକୁ ଯିବେ ଯୋଉମାନେ ଅଯୋଗ୍ୟ ଅଛନ୍ତି ସେମାନଙ୍କୁ ନ ରଖାଯାଉ ହଁ କାରଣ ସେ କାମ ହିଁ କରିପାରିବେନି କାମ ଯେବେ କରି ନ ପାରୁଛନ୍ତି କାହିଁକି ରଖାଯିବ ମୁଁ ଏତିକି କହୁଛି। ହୁଁ ଏଇଟା ବି ମୁଁ ବି ନିଜେ ଫିଲ୍ କରିଛି ଆପଣ ଯେମିତି କି ଗଭର୍ଣମେଣ୍ଟ ସ୍କୁଲରେ ହଉ ଯୋଉମାନେ କି ଭଲସେ ତାଙ୍କୁ ଜଣାନି ସେମାନେ ବି ଅଛନ୍ତି ତ ସେ କେମିତି ଏଣ୍ଟ୍ରି କଲେ ସେଇଟା ବି ଗୋଟେ କୋଶ୍ଚିନ୍ ଆଉ ସବୁ ଡିପାର୍ଟମେଣ୍ଟରେ ଦେଖିବାକୁ ମିଳିବ ଖାଲି ଯେ ଏଜୁକେସନ ରେ ଇନଏଲିଜିବୁଲ ଟିଚର ଆସିକି ପାଠ ପଢାଉଥିବ କି ଆମେ ବି ଏଇଟା ବି କହିପାରିବୁ ଯିଏ ଭଲ ପଢୁଛି ସେ ଭଲ ପଢେଇ ପାରିବ ବୋଲି ସେମିତି କିଛି ମାନେ ନାହିଁ। ନାଇଁ ସେମିତି କିଛି ମାନେ ନାହିଁ। ଭଲ ଜଣେ ପଢୁଛି ତ ଜଣେ ଟିଚର ହଉଥିବ ସେ ତ ଏକ୍ଜାମ ଦେଇକି ଆସୁଥିବ ତାମାନେ ସେ ଭଲ ପଢୁଛି କିନ୍ତୁ ସେ ଯଦି ଭଲ ନାଇଁ ନ ଭଲ ପଢେଇବ ପଢୁଛି ହଁ ଗୋଟେ କୋଶ୍ଚିନ୍ ଯେ ଭଲ ଟିଚର ମାନେ ପୋଷ୍ଟିଂ ପାଉଛନ୍ତି ସ୍କୁଲ ମାନଙ୍କରେ ହଁ ତ କିନ୍ତୁ ଟିଉସନ ଯୋଉମାନେ କରୁଛନ୍ତି ସେମାନେ କିନ୍ତୁ ନା ସିଟି କରୁଛନ୍ତି ନା କିଛି ବିଇଡି କରୁଛନ୍ତି ନା କରୁଛନ୍ତି କିନ୍ତୁ ସେ ପଢେଇକି ତାଙ୍କୁ ଭଲ ରେଜଲ୍ଟ କରିପାରୁଛନ୍ତି ତାହେଲେ ରେଜଲ୍ଟ ଇଏ କରେ କେମିତି ସମ୍ଭବ ହଉଛି କେମିତି ସମ୍ଭବ ଏଇଟା ଗୋଟେ ବାସ୍ କୋଶ୍ଚିନ୍ ଆସୁଛି ସେମାନେ ହଁ ଭଲ ପଢେଇକିରି ମାନେ ତାଙ୍କୁ ମାନେ ଭଲ ରେଜଲ୍ଟ କରେଇ ପାରୁଛନ୍ତି ଭଲ ଆଣି ପାରୁଛନ୍ତି କେମିତିକା ସମ୍ଭବ ତମେ ବିଇଡି କରିକିରି ଯାଇଛ ତ ସେ ବିନା ବିଇଡି ରେ କରିପାରୁଛନ୍ତି ଅର୍ଥ ଯୋଗ୍ୟତା ଅଛି ହୁଁ କେବଳ ତାଙ୍କର ପାଖରେ ସାର୍ଟିଫିକେଟ ଟା ନାହିଁ ନହେଲେ ବହୁତ ସେ ଭଲ ପଢୁଛନ୍ତି ସେମିତି କିଛି କହିହବନି ଯେ ଯିଏ କେବଳ ଭଲ ମାନେ ସାର୍ଟିଫିକେଟ ଧରିଛି ସେ ପଢେଇ ପାରିବ ପଢେଇ ଯେ ପାରିବ। ସାର୍ଟିଫିକେଟ ଧରିନି ଯେ ପଢେଇପାରିବ ସେମିତି କିଛି ୟା ଉପରେ କହିହବନି କିଛି। ତ ସାଙ୍ଗମାନେ ଆଜି ଥିଲା ଏଇ ଟପିକ ବିଷୟରେ ଆଲୋଚନା ହେଲା ଯଦି ଆପଣଙ୍କର କିଛି ମତାମତ ଅଛି କମେଣ୍ଟ ସେକ୍ସନରେ ଆସି ଜଣାନ୍ତୁ ଏବଂ ମୁଁ ଚେଷ୍ଟା କରୁଛି ପ୍ରତି ୱିକରେ ଗୋଟେ ଦିଟା ଭିଡିଓ ପକେଇବା ପାଇଁ ଆଉ ଏମିତି କିଛି ଆପଣ ମାନଙ୍କ ଯଦି କିଛି ଅଛି ଟପିକ ଉପରେ ଡିସକସନ କରିବା ପାଇଁ ଆପଣ କମେଣ୍ଟ ମଧ୍ୟ ଜଣାଇ ପାରିବେ ଆମେ ତାପରେ ଚର୍ଚ୍ଚା କରିବୁ ଏବଂ ଆଜି ଗେଷ୍ଟ ଆମ ସହିତ ଆଲଫ୍ରିକ ଥିଲେ ଆଗକୁ ଆହୁରି ବି ଗେଷ୍ଟ ଆମେ ଡାକିବା ତ ଆଜି ପାଇଁ ଏତିକି ବର୍ତ୍ତମାନ ରହିବା ଧନ୍ୟବାଦ। ସମସ୍ତ ଧନ୍ୟବାଦ।